ମାତ୍ର 2 ଚାମଚ ତେଲ ଓ 2-3ଟି ଆଳୁ ନେଇ ଆଜି ସୁଆଦିଆ ଜଳଖିଆ ବନେଇବା, ଯାହା ଟେଷ୍ଟି ଯେତିକି ହେଲ୍ଦି ସେତିକି। ମାର୍କେଟରେ ମିଳୁଥିବା ସିଙ୍ଗଡ଼ା ଆଳୁଚପ ଠାରୁ ଅଧିକ ଟେଷ୍ଟି ଆଉ ତା ସାଙ୍ଗରେ ହେଲ୍ଦି। ବ୍ରେକଫାଷ୍ଟରେ ହଉ ବା ସନ୍ଧ୍ୟାର ଟି ଟାଇମ୍ ସ୍ନାକ୍ସ ଭାବରେ ହଉ ଆପଣ ଆକୁ ଖାଇପାରିବେ। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ତ ଚାଲନ୍ତୁ ଆଜି ଏ ଟେଷ୍ଟି ଜଳଖିଆ ବନେଇବା। ତ ରେସିପି ଷ୍ଟାର୍ଟ କରିବା ପୂର୍ବରୁ ଗୋଟେ ଅନୁରୋଧ କରିନେଉଛି, ଯଦି ଆପଣ ପ୍ରଥମ କରି ମୋ ଚ୍ୟାନେଲକୁ ଦେଖୁଛନ୍ତି ତାହେଲେ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜରେ ଦେଖୁଥିଲେ ଫଲୋ କରିନେବେ। ଆଉ ଯଦି ଭିଡ଼ିଓ ଭଲ ଲାଗିଲା ତାହେଲେ ଲାଇକ୍ କରିବେ, ସେୟାର କରିବେ। ତାହେଲେ ରେସିପି ଷ୍ଟାର୍ଟ କରିବା। ସେଥିପାଇଁ ଏଠି 2ଟି ମିଡ଼ିୟମ୍ ସାଇଜ୍ର ଆଳୁକୁ ମୁଁ ଭଲ ଭାବରେ ଧୋଇକି ଚୋପା ଛଡ଼େଇକି ନେଇଛି। ଆଉ ତାକୁ ଏମିତି ବଡ଼ ବଡ଼ ପିସ୍ରେ କାଟି ନେଇଛି। ତାକୁ 3-4 ଥର ଧୋଇଦେବା, ତା ଦେହରେ ଯେଉଁ ଷ୍ଟାର୍ଚ ଥିବ ସବୁ ବାହାରିଯିବ। ଧୋଇ ସାରିଲା ପରେ ତାକୁ ଆମେ 2 କପ୍ ପାଣି ଦେଇକି 2 ଚାମଚ ଲୁଣ ଦେଇକି ଏମିତି ସିଝେଇ ନେବା। ଏତିକି ସିଝେଇବା ମାତ୍ର 5ରୁ 7 ମିନିଟ୍, ଯେମିତିକି ଆଳୁଟା 80% ସିଝି ଯାଇଥିବ। ଯଦି ଆମେ ତାକୁ ବେଶୀ ସିଝେଇ ଦେବା ତାହେଲେ ଆଳୁ ଭିତରକୁ ପାଣି ଚାଲିଯିବ। ସାଙ୍ଗେ ସାଙ୍ଗେ ପାଣି ବାହାର କରିଦେଇକି ଛାଣି ଦେଇକି ଆମେ ଆଳୁଟାକୁ ଗରମ ଗରମ ପଟାଟୋ ମ୍ୟାସରରେ ଚକଟି ନେବା। ଯଦି ପଟାଟୋ ମ୍ୟାସର ନାହିଁ ତାହେଲେ ଆପଣ ଗୋଟେ ଗିନା ବା ଗ୍ଲାସରେ ହଉ ତାକୁ ଭଲ ଭାବରେ ଦବେଇକି ଚକଟି ନେବେ, ଯେମିତିକି ଆଳୁରେ କିଛି ବଡ଼ ଅଂଶ ରହିବନି। ଏବେ ସେଥିରେ ମୁଁ ଦେଇଛି 1 ଚାମଚ, ଅଧା ଚାମଚ ହଳଦୀ ଗୁଣ୍ଡ, ଅଧା ଚାମଚ ଲଙ୍କା ଗୁଣ୍ଡ, 2 ଚାମଚ ତେଲ ଆଉ ଗୋଟେ ବଡ଼ କପ୍‌ର ଚାଉଳ ଗୁଣ୍ଡ, 2 ଚାମଚ ଗହମ ଅଟା। ଗହମ ଅଟା ଦେଲେ କ'ଣ ହବ ନା, ସେଟା ଭଲ ଭାବରେ ବାଇଣ୍ଡିଂ ଧରି ନେବ। ଏବେ ସବୁକୁ ଦେଇକି ଏମିତି ଭଲ ଭାବରେ ଆମେ ଚକଟି ନେବା। ଟିକେ ଗରମ ଥିବ ହାତରେ, ପ୍ରଥମେ ଆଗ 2 ମିନିଟ୍ ବହୁତ ଗରମ ଲାଗିବ, କାରଣ ଆଳୁଟା ସାଙ୍ଗେ ସାଙ୍ଗେ ଆମେ ଚକଟୁଛେ। 2 ମିନିଟ୍ ପରେ ସେ ଥଣ୍ଡା ହେଇଯିବ। ସବୁକୁ ଏମିତି ଦେଇକି ଗରମ ଗରମ ଚକଟି ନେବା। ସେଇଥିପାଇଁ ମୁଁ ଏଠି ଆପଣଙ୍କୁ ଦେଖେଇଥିଲି ଯେ ଆଳୁଟାକୁ ସିଝେଇକି ଆମେ କାଟିକି ସିଝେଇ ନେବା। ଯଦି ଗୋଟା ଆଳୁ ସିଝିବ ତା ଭିତରକୁ ପାଣି ଯିବ, ଚୋପା ଛଡ଼େଇକି କଲାବେଳେ ସେ ଥଣ୍ଡା ହେଇଯାଇଥିବ। ତେଣୁ ଆମେ ଏମିତି କାଟିକି ସିଝେଇକି ତାକୁ ଚକଟି ନେବା। ଏବେ ଅଟାକୁ ଘୋଡ଼େଇକି ରଖିଦେଇକି ସାଙ୍ଗେ ସାଙ୍ଗେ ତା ଭିତରେ ଦେବା ପାଇଁ ଗୋଟେ ଷ୍ଟଫିଂ ବନେଇ ନେବା। ଷ୍ଟଫିଂ ପାଇଁ ଏଠି ମୁଁ କଡ଼େଇରେ 1 ଚାମଚ ତେଲ ପକେଇକି 1 ଚାମଚ ଜିରା ପକେଇଛି। ଜିରା ଯେମିତି ଟିକେ ଫୁଟି ଉଠିବ, 2ଟା ବଡ଼ ପିଆଜକୁ କାଟିକି ପକେଇବା। ଟିକେ ଭାଜିଦେବା, କିଛି ଲାଲ କରିବା ଦରକାର ନାହିଁ, ଖାଲି ଯେମିତି ଟିକେ ଟ୍ରାନ୍ସଲୁସେଣ୍ଟ ହେଇଯିବ, ମାନେ ପିଆଜ ଟିକେ ନରମ ହେଇଯିବ। ସାଙ୍ଗେ ସାଙ୍ଗେ ଗୋଟେ ବଡ଼ ଗାଜରକୁ ମୁଁ ଏଠି କୋରିକି ପକେଇଛି। ପାଖାପାଖି 1 କପ୍ ଗାଜର ଆଉ 1 କପ୍ ମଟର, କଞ୍ଚା ମଟରକୁ କିନ୍ତୁ ଆଗ କ'ଣ ହେଇଛି ନା ମୁଁ ସିଝେଇ ନେଇଛି, କାରଣ ଏବେ ମଟରଟା ଟିକେ ଟାଣ ରହୁଛି, ସିଝୁନି। ତେଣୁ ମଟରଟାକୁ ପ୍ରଥମେ ଆଗ ଭଲ ଭାବରେ ସିଝେଇ ନେଇକି ତାପରେ ଏଠି 1 କପ୍ ମଟର ଦେଇଛି। ମସଲାରେ 1 ଚାମଚ ଜିରା ଗୁଣ୍ଡ, ଅଧା ଚାମଚ ହଳଦୀ ଗୁଣ୍ଡ, ଅଧା ଚାମଚ ଲଙ୍କା ଗୁଣ୍ଡ, ଟିକେ ଚାଟ୍ ମସଲା ଆଉ ହାଫ୍ ଚାମଚ ଲୁଣ। ଲୁଣ ଏଇଥିପାଇଁ ହାଫ୍ ଚାମଚ, କାରଣ ଆମେ ଅଟା ଲୁଣ ପକେଇକି ଆଳୁ ସେଥିରେ ସିଝେଇଛେ। ଆଳୁ ସବୁତକ ଲୁଣ ଟାଣି ନେଇଛି। ସେଥିପାଇଁ ମସଲାରେ ଖୁବ୍ କମ୍ ଲୁଣ ଆମେ ବୁରରେ ଦେବା। ସ୍ୱାଦ ଅନୁସାରେ ଲୁଣ କରିକି, ବେଶୀ ଲୁଣ ଦେଇଦେଲେ ଲୁଣିଆ ସ୍ନାକ୍ସ ଆମର ଲୁଣିଆ ହେଇଯିବ। ଏବେ ଟିକେ ଭାଜିଦେଲା ପରେ ସାଙ୍ଗେ ସାଙ୍ଗେ ଆମେ ଏମିତି ପଟାଟୋ ମ୍ୟାସରରେ ତାକୁ ଦବେଇ ଦେବା, ଯେମିତିକି ମଟରଟା ଭଲ ଭାବରେ ଚକଟି ହେଇଯିବ ବା ନରମ ହେଇକି ମିଶିଯିବ। 1 ମୁଠା ଧନିଆ ପତ୍ର ଦେଇଦେବା। ଆମର ପୁର ରେଡ଼ି। ଏବେ ପୁରକୁ ଟିକେ ବେଶୀ ଟେଷ୍ଟି କରିବା ପାଇଁ ମୁଁ ଏଠି ଦେଇଛି 2 ଚାମଚ ସେଜୱାନ ସସ୍ ବା ମୋମୋ ଚଟନି। ଏ ମୋମୋ ଚଟନି ମୁଁ ନିଜେ ଘରେ ତିଆରି କରିଛି। ମୁଁ ଲାଷ୍ଟ ଭିଡ଼ିଓରେ ରୋଜ୍ ମୋମୋ ସାଙ୍ଗରେ ଏ ମୋମୋ ଚଟନିର ରେସିପି ସେୟାର କରିଥିଲି। ଯଦି ଆପଣ ଦେଖିନାହାନ୍ତି ତାହେଲେ ଯାଇକି ଦେଖିନେବେ। ଖୁବ୍ ସହଜରେ ଆଉ ଖୁବ୍ କମ୍ ସମୟରେ ଏଇ ମୋମୋ ଚଟନି ଆପଣ ଘରେ ରେଡ଼ି କରିପାରିବେ। ଏବେ ପୁରକୁ ଦେଇକି ଆମେ ବାହାର କରିକି ରଖିନେବା। ଏ ଭିତରେ ଆମ ଅଟା ମଧ୍ୟ ରେଡ଼ି ହେଇଯାଇଛି। ଏବେ ହାତରେ ଟିକେ ତେଲ ଲଗେଇଦେବା, କାରଣ ସେଟା ହାତରେ ଚିପଚିପା ହେଇକି ଲାଗିବ। ହାତରେ ତେଲ ଲଗେଇକି ସବୁ ଛୋଟ ଛୋଟ ଗୋଲା ବନେଇକି ବାହାର କରିନେବା। ଛୋଟ ଛୋଟ ଗୋଲା, ଯେମିତି ରୁଟି ଗୋଲା ଭଳିଆ ଆମେ ଗୋଲା ବନେଇକି ବାହାର କରିନେବା। ହାତରେ ଟିକେ ତେଲ ଲଗେଇକି ଏମିତି ଛୋଟ ଛୋଟ ଗୋଲା ବନେଇ ନେବା। ଏବେ ତାକୁ ଗୋଟେ କଦଳୀ ପତ୍ର ନେବା, ବା ଖଣ୍ଡେ, ଯଦି କଦଳୀ ପତ୍ର ନାହିଁ ତାହେଲେ ବଟର ପେପର ମଧ୍ୟ ନେଇପାରିବେ। ଯଦି ବଟର ପେପର ମଧ୍ୟ ନାହିଁ ତାହେଲେ ଯେଉଁ ଅଏଲ୍‌ର ପ୍ୟାକେଟ୍ ଆସୁଛି, ତେଲର ପ୍ୟାକେଟ୍, ତାକୁ ମଝିରେ କାଟି ଦେଇକିନା ମଧ୍ୟ ଆପଣ ନେଇପାରିବେ। ଏଟା ଯେହେତୁ ଆମେ ଏଟା କଞ୍ଚା ଭାବରେ କରୁଛୁ, ସିଝିନି, ସେଥିପାଇଁ ଅଟାଟା କ'ଣ ହୁଏ ନା ଟିକେ ହାତରେ ଚିପଚିପା ହେଇକି ଲାଗିବ। ତେଣୁ ତାକୁ କଦଳୀ ପତ୍ର ଉପରେ ରଖିକି ତାକୁ ଏମିତି ସ୍ପ୍ରେଡ୍ କରିଦେବା। ସ୍ପ୍ରେଡ୍ କରିସାରିଲା ପରେ ତା ଭିତରେ ପୁର ଦେଇକି ଫୋଲ୍ଡ କରିନେବା। ତାକୁ ମଧ୍ୟ ଆପଣ ଗୋଲ ଗୋଲ ଆଳୁଚପ ଭଳିଆ ଗୋଲ ଗୋଲ ମଧ୍ୟ କରିପାରିବେ, ସେପ୍ ଦେଇପାରିବେ, ନହେଲେ ଏମିତି ପିଠାର ସେପ୍ ଦେଇକି ଲମ୍ବା ଲମ୍ବା କରିବେ, ବହୁତ ବଢ଼ିଆ ଲାଗିବ।
ପିଠାକୁ ପିଲାମାନଙ୍କୁ ଭଲ ମଧ୍ୟ ଲାଗିବ ଆଉ ଆଖିକୁ ମଧ୍ୟ ସୁନ୍ଦର ଦେଖାଯିବ। ଏବେ କଦଳୀ ପତ୍ର ଉପରେ ରଖିକି ତାକୁ ହାତରେ ଏମିତି ସେପ୍ ଦେଇଦେଲେ ପିଠା ଭଳିଆ ସେପ୍ ହେଇଯିବ। ତାପରେ ତାକୁ ଆମେ ଷ୍ଟିମ୍ କରିଦବା। ଯଦି ଆପଣଙ୍କ ପାଖରେ ଷ୍ଟିମର୍ ଅଛି ତାହେଲେ ଷ୍ଟିମର୍‌ରେ ଷ୍ଟିମ୍ କରନ୍ତୁ। ନହେଲେ ଏମିତି ଯୋଉ ପିଠାର ଜାଲି ବାଲିଆ ଥାଳି ଅଛି, ସେଥିରେ ଆମେ ପିଠା ସିଝଉ, ସେଇଥିରେ ରଖିକି ଆମେ 10 ମିନିଟ୍ ତାକୁ ସିଝେଇ ନବା। ଆଳୁ ସିଝି ଯାଇଛି କେବଳ ତା ଦେହରେ ଆମେ ଯୋଉ ଦେଇଛେ ଚାଉଳ ଗୁଣ୍ଡ, ସେଇ ଚାଉଳ ଗୁଣ୍ଡ ସିଝିବା ପାଇଁ ମାତ୍ର 10 ମିନିଟ୍ ତାକୁ ଆମେ ଷ୍ଟିମ୍ ଦେଇଦବା ବା ସିଝେଇ ନବା। ଦେଖନ୍ତୁ ପୁରା 10 ମିନିଟ୍ ଭିତରେ ଆମର ପିଠା ରେଡି। ଆପଣ ଆକୁ ପିଠା କହିପାରିବେ, ସ୍ନାକ୍ସ ମଧ୍ୟ କହିପାରିବେ। ବ୍ରେକଫାଷ୍ଟରେ ଖାଇପାରିବେ ଡାଲମା ହଉ, ତରକାରୀ ହଉ, ଦହି, ରାଇତା ଯେକୌଣସି ସାଙ୍ଗରେ ଆପଣ ଆକୁ ଖାଇପାରିବେ। ବହୁତ ଟେଷ୍ଟି। ରାତିରେ ମଧ୍ୟ ରୁଟି ସବଜି ନ ବନେଇକି ଯଦି ନ ବନେଇବାକୁ ଇଚ୍ଛା ଅଛି ଆପଣ ଆକୁ ଏମିତି ବନେଇକି ଖାଇପାରିବେ। ସ୍ନାକ୍ସ ଭାବରେ ଖାଇବା ପାଇଁ ମଧ୍ୟ ହେବ। ତେଣୁ ଆକୁ ଆମେ ଯେହେତୁ ଆଳୁରେ ବନା ହେଇଛି ତେଣୁ ଟିକେ ଭାଜିଦେଲେ ବେଶୀ ଭଲ ଲାଗେ, ସ୍ନାକ୍ସ ଭଳିଆ ଲାଗିବ। ସେଥିପାଇଁ 2 ଚାମଚ ପ୍ୟାନ୍‌ରେ ଆମେ ତେଲ ଦବା। ଫ୍ରାଇଂ ପ୍ୟାନ୍‌ରେ 2 ଚାମଚ ତେଲ ଦେଇକି ସବୁ ପିଠା ଗୁଡ଼ାକକୁ ଆମେ କ'ଣ କରିବା ଏମିତି ଟିକେ ଟିକେ ଭାଜି ନେବା। ଓଲଟ ପଲଟ କରିକି ଲାଲ ଲାଲ କରିକି ଭାଜି ନେବା। ଆଳୁର ଯେହେତୁ ଏଇଟା ତେଣୁ ଆଳୁଟା ଭାଜିଲେ ବେଶୀ ଭଲ ଲାଗେ। ତେଣୁ ଲାଲ ଲାଲ ପିଲାମାନଙ୍କୁ ଭଲ ବେଶିଲେ ବେଶୀ ଭଲ ଲାଗିବ। କ୍ରିସ୍ପି କରିକି ଲାଲ ଲାଲ କରିକି ଭାଜି ନେବା। ଭାଜି ନେଲେ ଭିତରୁ ପୁରା ପୁରର ସ୍ୱାଦ ଆଉ ଉପରେ ଯେମିତି ଆଳୁ ପେଟିସ୍ ଭଳିଆ ତାର ସ୍ୱାଦ ଆସିବ ଖାଇବାକୁ। ପିଲାମାନଙ୍କୁ ବହୁତ ପସନ୍ଦ। ଥରେ ନିଶ୍ଚୟ ବନାନ୍ତୁ, ଖାଆନ୍ତୁ। ତାପରେ କେମିତି ଲାଗିଲା ମୋତେ କମେଣ୍ଟସରେ ଜଣେଇବେ। ଏବେ ଏମିତି ଲାଲ ଲାଲ କରିକି ତାକୁ ବାହାର କରିନିଅନ୍ତୁ। କରିସାରିଲା ପରେ ତାକୁ ଧନିଆ ପତ୍ର ଚଟଣି ବା ମୋମୋ ଚଟଣି ନହେଲେ ଟମାଟୋ ସସ୍ ସାଙ୍ଗରେ ସର୍ଭ କରିପାରିବେ। ଯେକୌଣସି ରାଇତା, ଦହି ସାଙ୍ଗରେ ମଧ୍ୟ ସକାଳ ବ୍ରେକଫାଷ୍ଟରେ ଖାଇପାରିବେ। ଯଦି ଭିଡ଼ିଓ ଭଲ ଲାଗିଲା ତାହେଲେ ଲାଇକ୍ କରିବେ, ସେୟାର କରିବେ। ଆଉ କେମିତି ଲାଗିଲା ରେସିପି ବନେଇକି ଖାଇକି ମୋତେ ନିଶ୍ଚୟ କମେଣ୍ଟସ୍ କରନ୍ତୁ। ଏମିତି ସୁନ୍ଦର ସୁନ୍ଦର ଆଉ ହେଲ୍ଦି ଆଉ ଟେଷ୍ଟି ଜଳଖିଆ ବା ରେସିପି ପାଇଁ ଆପଣ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଆମ ଚ୍ୟାନେଲକୁ ଫଲୋ କରିବେ। ନେକ୍ସଟ ଭିଡ଼ିଓରେ ଦେଖାହବ। ସେଥିପାଇଁ ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ।